ଯେତେବେଳେ ତୁମେ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅ, ତେବେ ତୁମେ ସେମାନଙ୍କ ଚରଣ ବା ପାଦ ଛୁଇଁବା ପାଇଁ ନଇଁଥାଅ। ତା ମାନେ ନୁହେଁ ଯେ ତୁମେ ସେତେବେଳେ ସେମାନଙ୍କ ପାଖରେ ଛୋଟ ହୋଇଗଲ। ତୁମେ ନଇଁ ପଡ଼ିଲ, ଏହାଦ୍ୱାରା ତୁମେ ଛୋଟ ହୋଇଯାଅ ନାହିଁ। ବରଂ ଜୀବନରେ ବଡ଼ ବା ମହାନ ହେବା ପାଇଁ ନଇଁପଡ଼ି ପ୍ରଣାମ କରି ତୁମେ ତୁମର ନିଜ ଲୋକଙ୍କଠୁ ଗୁରୁଜନଙ୍କ ଊର୍ଜାକୁ ଆଶୀର୍ବାଦ ରୂପରେ ନିଜ ଭିତରେ ଗ୍ରହଣ କର। ଯେଉଁ ବ୍ୟକ୍ତି ପ୍ରେମର ସହିତ ସମ୍ମାନ ଭାବ ରଖି ନିଜ ଗୁରୁଜନଙ୍କ ଆଗରେ ପ୍ରଣାମ କରେ ଏବଂ ଆଶୀର୍ବାଦ ନିଏ, ତାଙ୍କ ଜୀବନରେ ସଫଳତା ନିଶ୍ଚିତ ଭାବରେ ହୋଇଥାଏ। ଆଜି ମୋର ଆଉ ଏକ କଥା ଧ୍ୟାନ ସହକାରେ ଶୁଣ। ଯେତେବେଳେ ନିଜ ଘରେ କିଛି ଖାଇବା ତିଆରି କରୁଛ, ସେତେବେଳେ ସେତିକି ବନାଅ ଯେତିକି ତୁମେ ସବୁ ଖାଇପାରିବ, ଯେତିକି ତୁମ ପାଇଁ ଯଥେଷ୍ଟ ଅଟେ। ଅନ୍ୟଥା ଖାଦ୍ୟ ନଷ୍ଟ କର ନାହିଁ। ହଁ, ଆଜି ମୁଁ ତୁମକୁ ଭେଟିବାକୁ ଆସୁଛି, ତୁମକୁ ଏବଂ ତୁମର ପୁରା ପରିବାରକୁ ବହୁତ ଆଶୀର୍ବାଦ ଦେବା ପାଇଁ। ଆଜିଠାରୁ ତୁମର ପୁରା ପରିବାର ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି। ଖୁସିରେ ରୁହ, ଖୁବ୍ ହସ, ତୁମର ମଙ୍ଗଳ ହିଁ ମଙ୍ଗଳ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।